ଅର୍ଥବଳର ପ୍ରାବଲ୍ୟ, କେନ୍ଦ୍ରୀୟ ସଂସ୍ଥାମାନଙ୍କର ଦୁରୁପଯୋଗ ଏବଂ ସେମାନଙ୍କର କ୍ଷମତା ପ୍ରତି ଯେଉଁ ଲୋଭ ଆଉ କ୍ଷମତା ଲିପ୍ସା ଏବଂ ଯେନେ ତେନେ ଉପାୟରେ ନିର୍ବାଚନ ଜିତିବାର ଯେଉଁ ଆକାଂକ୍ଷା ଏ ସବୁକୁ ନେଇ ଲଢ଼େଇ କଲାବେଳେ ସେମାନେ ଜିତି ଯାଉଛନ୍ତି। କିନ୍ତୁ ମୁଁ ଆପଣଙ୍କୁ କହି ରଖେ ଏହାର ଅନ୍ତ ହେବ। ନିର୍ବାଚନ ଯେନେ ତେନେ ଉପାୟରେ ଜିତିଗଲେ ଯେ ସମସ୍ତଙ୍କର ସମର୍ଥନ ମିଳିଯାଏ ସେଇଟା ତାଙ୍କର ଗୋଟେ ଦିବାସ୍ୱପ୍ନ, ଏଇଟା ଗୋଟେ ପ୍ରହେଳିକା ତାଙ୍କ ପାଇଁ ଏବଂ ସେଇ ଦିବାସ୍ୱପ୍ନରେ ସେ ବିଭୋର ହେବେ ତାହେଲେ ତାଙ୍କର କ୍ଷତି ହେବ। ଦେଖିବେ ପ୍ରତ୍ୟେକ ପର୍ବତର ଗୋଟେ ନିର୍ଦ୍ଦିଷ୍ଟ ଉଚ୍ଚତା ଥାଏ। ବିଜେପି କାହିଁକି ଭାବୁଛି ଯେ ତାର ଦିନେ ଡାଉନଫଲ୍ ଆସିବନି ବୋଲି? ବିଜେପି କାହିଁକି ସେଇ ଗୋଟେ ସ୍ୱପ୍ନ ରାଜ୍ୟରେ ଅଛି? ମୁଁ ପଚାରିବାକୁ ଚାହୁଁଛି ଭାରତୀୟ ଜନତା ପାର୍ଟିକୁ ଏବଂ କେନ୍ଦ୍ର ସରକାରଙ୍କୁ, ସେମାନେ କ'ଣ ନିଜେ ଗୋଟେ ଜାତୀୟ ଦଳ ହିସାବରେ ଇଲେକ୍ସନ ଲଢ଼ୁଛନ୍ତି? ତାଙ୍କ ପାଖରେ ସମସ୍ତ କେନ୍ଦ୍ରୀୟ ସଂସ୍ଥାମାନେ ସହଯୋଗୀ ଭାବରେ କାମ କରୁଛନ୍ତି। ଯେମିତି ବିଭିନ୍ନ ଜାଗାରେ ବିଭିନ୍ନ ଦଳ, ଜାତୀୟ ଦଳ, ଆଞ୍ଚଳିକ ଦଳମାନଙ୍କ ସାଥିରେ କିଛି କିଛି ଜାଗାରେ ଗଠବନ୍ଧନ କରନ୍ତି, ସେମିତି ଭାରତୀୟ ଜନତା ପାର୍ଟି ଯେତେ ସବୁ କେନ୍ଦ୍ରୀୟ ସଂସ୍ଥା ଅଛି, କେନ୍ଦ୍ରୀୟ ସଂସ୍ଥା କହିଲେ ଆପଣମାନେ ସମସ୍ତେ ଜାଣିଛନ୍ତି, ଇଲେକ୍ସନ କମିଶନ ହୁଅନ୍ତୁ, କେନ୍ଦ୍ରର ସବୁ ଏଜେନ୍ସିମାନେ ହୁଅନ୍ତୁ, ସେମାନେ ସବୁ ତାଙ୍କ ସାଥିରେ ଆଲିଆନ୍ସ କରିଛନ୍ତି। ତେଣୁ ଗୋଟେ ଆଲାଇଡ୍ ପାର୍ଟିମାନେ ନିର୍ବାଚନ ଲଢ଼ୁଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ପାଖରେ ଏସବୁ ସଂସ୍ଥାମାନେ ଅଛନ୍ତି। ସେ ନିଜେ ଲଢ଼ୁଛନ୍ତି ଏବଂ ଏହି ସଂସ୍ଥାମାନଙ୍କୁ ସେ କାର୍ଯ୍ୟରେ ଲଗାଉଛନ୍ତି, ଯାହା ଫଳରେ କି ନିର୍ବାଚନରେ ସେମାନଙ୍କର ପ୍ରାଧାନ୍ୟ ବଢ଼ି ବଢ଼ି ଚାଲିଛି। ଏବଂ ଭାରତୀୟ ଜନତା ପାର୍ଟି ପାଖରେ ହଜାର ହଜାର କୋଟି ଟଙ୍କା, ହୁଏତ ଲକ୍ଷ ଲକ୍ଷ କୋଟି ଟଙ୍କା ଥାଇପାରେ, କିନ୍ତୁ ହଜାର ହଜାର କୋଟି ଟଙ୍କା ଅଛି ବୋଲି ସେ ତାଙ୍କର ବ୍ୟାଙ୍କ ଆକାଉଣ୍ଟରେ ଦେଖାଉଛନ୍ତି, ସେଟା କାହିଁ କେତେ ଗୁଣ ଅଧିକା ହେଇପାରେ। ତେଣୁ ଗୋଟେ ପଟେ ଅର୍ଥବଳର ପ୍ରାବଲ୍ୟ, କେନ୍ଦ୍ରୀୟ ସଂସ୍ଥାମାନଙ୍କର ଦୁରୁପଯୋଗ ଏବଂ ସେମାନଙ୍କର କ୍ଷମତା ପ୍ରତି ଯେଉଁ ଲୋଭ ଆଉ କ୍ଷମତା ଲିପ୍ସା ଏବଂ ଯେନେ ତେନେ ଉପାୟରେ ନିର୍ବାଚନ ଜିତିବାର ଯେଉଁ ଆକାଂକ୍ଷା ଏ ସବୁକୁ ନେଇ ଲଢ଼େଇ କଲାବେଳେ ସେମାନେ ଜିତି ଯାଉଛନ୍ତି। କିନ୍ତୁ ମୁଁ ଆପଣଙ୍କୁ କହି ରଖେ ଏହାର ଅନ୍ତ ହେବ। କାଲି ରେଜଲ୍ଟ ଆସିଛି, ଯେଉଁ ରେଜଲ୍ଟ ଯୋଗୁଁ ସେମାନେ ଖୁସି ହେଉଛନ୍ତି, ଆଜି ଓଡ଼ିଶାରେ ଯଦି ଜନସାଧାରଣଙ୍କୁ ପଚାରିବ, ମୁଁ ଯେତେ ଲୋକଙ୍କ ସାଥିରେ କଥା ହେଇଛି, 90% ଜନସାଧାରଣ କାହିଁକି ନା କ'ଣ ପାଇଁ ତାଙ୍କ ମନ ଭିତରେ ଅସନ୍ତୋଷ ଅଛି ଏବଂ ସେ ନିର୍ବାଚନ ଫଳାଫଳକୁ ଗ୍ରହଣ କରିପାରୁନାହାନ୍ତି। ହୁଏତ ଭାରତବର୍ଷର ସଂଖ୍ୟାଧିକ ଜନଗଣଙ୍କ ଭିତରେ ସେହି ପ୍ରତିକ୍ରିୟା ଅଛି। ନିର୍ବାଚନ ଯେନେ ତେନେ ଉପାୟରେ ଜିତିଗଲେ ଯେ ସମସ୍ତଙ୍କର ସମର୍ଥନ ମିଳିଯାଏ ସେଇଟା ତାଙ୍କର ଗୋଟେ ଦିବାସ୍ୱପ୍ନ, ଏଇଟା ଗୋଟେ ପ୍ରହେଳିକା ତାଙ୍କ ପାଇଁ ଏବଂ ସେଇ ଦିବାସ୍ୱପ୍ନରେ ସେ ବିଭୋର ହେବେ ତାହେଲେ ତାଙ୍କର କ୍ଷତି ହେବ। ଏବଂ ଆଉ ଗୋଟେ କଥା ଆପଣମାନଙ୍କୁ କହି ରଖେ, ଆଞ୍ଚଳିକ ଦଳ ସାଥିରେ ସେଇ ରାଜ୍ୟର ଲୋକମାନଙ୍କର ଗୋଟେ ଭାବପ୍ରବଣତା ଅଛି ବା ଭାବପ୍ରବଣ ସମ୍ପର୍କ ଅଛି, ଇମୋସନାଲ ରିଲେସନସିପ୍ ଯୋଉଟା ଅଛି। ଆଞ୍ଚଳିକ ଦଳମାନେ ଯେତେବେଳେ କ୍ଷମତାକୁ ଆସନ୍ତି ବା ସେ ଦଳ ଯାହା କାର୍ଯ୍ୟକ୍ରମ କରେ ସେ ତାଙ୍କେ ନିଜେ ନିଜର ବସ୍, କିନ୍ତୁ ବିଭିନ୍ନ ରାଜ୍ୟରେ ଯେତେବେଳେ ଜାତୀୟ ଦଳ ମାନେ ଜିତନ୍ତି ସେହି ରାଜ୍ୟର ନେତୃତ୍ୱ କେନ୍ଦ୍ରୀୟ ଦଳ ବା ଦିଲ୍ଲୀ ନେତୃତ୍ୱର ବିନା ପରାମର୍ଶରେ କିଛି କାମ କରିପାରିବେ ନାହିଁ। ତାଙ୍କର ଦିଲ୍ଲୀ ଯାହା କହିବ ସେ ଏଇଠି କରିବେ। ସେ ନିଜର ପ୍ରଭୁତ୍ୱ ନାହିଁ, କର୍ତ୍ତୃତ୍ୱ ନାହିଁ କି ନିଜ ଉପରେ ନିଜେ ଯେ ବସ୍ ସେ କଥା ସେ କହିପାରିବେ ନାହିଁ। କାହିଁକିନା ତାଙ୍କର ନେତା କିଏ ହେବ, ମୁଖ୍ୟମନ୍ତ୍ରୀ କିଏ ହେବ, ସେଟା ଦିଲ୍ଲୀ ନିଷ୍ପତ୍ତି କରୁଛି ଏବଂ ସେମାନେ ସ୍ୱୀକାର କରିଛନ୍ତି ଆମର ଦିଲ୍ଲୀ ଯାହା ନିଷ୍ପତ୍ତି করে ଆମେ ତାହା କରୁ। ଆଉ ଗୋଟେ କଥା ମୁଁ ଆପଣମାନଙ୍କୁ କହି ରଖେ, ପ୍ରତ୍ୟେକ ରାଜ୍ୟର ନିଜସ୍ୱ ବଜେଟ୍ ଅଛି, ନିଜ ବଜେଟ୍ ଅନୁସାରେ ସେମାନେ ଖର୍ଚ୍ଚ କରନ୍ତି। କେନ୍ଦ୍ର ସରକାର ଯେଉଁ ରାଜ୍ୟକୁ ଯେତିକି ଅନୁଦାନ ଦେବା କଥା ଦେବ, ସେ ଚାହିଁଲେ ବି ଅଧିକା ଦେଇପାରିବ ନାହିଁ। କାରଣ କେନ୍ଦ୍ର ବଜେଟ୍ ହେଉ କି ରାଜ୍ୟ ବଜେଟ୍ ହେଉ ଇଲାଷ୍ଟିକ୍ ନୁହଁ, ଯେତିକି ରାଜସ୍ୱ ଆସିବ ତାକୁ ସେ ବଣ୍ଟନ କରିବେ କେନ୍ଦ୍ର ସରକାର ଏବଂ ରାଜ୍ୟମାନେ ଯେତିକି ରାଜସ୍ୱ ଆସିବ ଏବଂ କେନ୍ଦ୍ରୀୟ ଅନୁଦାନ ଯେତିକି ଆସିବ ସେତିକିରେ ସେ ଖର୍ଚ୍ଚ କରିବେ। ମୁଁ ପଚାରିବାକୁ ଚାହେଁ, ସେ ଯେଉଁ ରାଜ୍ୟକୁ ଯାଉଛନ୍ତି ଭାରତୀୟ ଜନତା ପାର୍ଟି ସେହି ରାଜ୍ୟରେ କହୁଛନ୍ତି ଆମେ ଏଇ ରାଜ୍ୟକୁ ନମ୍ବର 1 କରିବୁ। ଓଡ଼ିଶା ଆସିଥିଲେ,
कहीकि जाइए नंबर 1 करूँ एवं पश्चिम बंगाल गले कहले नंबर 1 करूँ आगु तो गुजरात को नंबर 1 कर उत्तर प्रदेश को नंबर 1 कर बिहार को तो नंबर 1 कर हरियाणा ठू आरंभ करी आपणकर आसाम पर्यटन सबू राज्य को से नंबर 1 कर थोई नंबर 1 टा किए सेटा हिसाब देवे कि एवं गोटे टंका को राज्य को अधिका दे पार क्षमता रखिंट कि किंतु दुख और परितापर कथा मु जो कथा बारंबार कही भारत वर्ष आज पर्यंत गोटे सेतेटा प्रशिक्षित देश हो पारला नहीं जा फल कि निर्वाचन रे अनेक गुड़िए लोभ सृष्टि करने प्रतिश्रुति गुड़ाक लोक मान अनेक समय विभ्रांति करुच्ची ता साथ कोटी भय ता साथ कोटी अर्थर प्राबल्य ता साथ बाहुबलर प्रयोग ता साथ भविष्यतर सुनेली स्वप्न ये सब गुड़ाक मिसईदेले गोटे सुस्थ गणतंत्र बोली कहुनी मुझे आपको प्रेडिक्ट करुच्ची प्रेडिक्ट नुह आपन को आज ये गोटे मो भविष्यतर जहाँ घटो से कथा कहूँ देश जो अवस्था अच्छी विप्लव सुनिश्चित 80 वर्षर स्वाधीनता पर ये जो 2047 विकसित देश कहते आपन देखिए कौन सी क्षेत्र में केंद्रीय सरकारी कर्मचारी हूँ आर्मी रे जो माने अच्छे आप देखिए से व्हाट्सअप से कथबार्ता बर्तमान जिते राज्यर सरकारी कर्मचारी हूँ बुद्धिजीवी हूँ आपणकर युव समाज हूँ महिला मानी हूँ एवं जो जेन जी पिला माने आसुंदी सेमान को कथा हो समस्त भितर असंतोष दाना बांधुची किंतु जेहेतु सारा भारत वर्ष रे कंसोलिडेशन हो पारुना आंचलिक दल माने निज राज्य रे सीमित अछंती गोटे बृहत्तर क्षेत्र प्रस्तुत हो पारुनी बोली विप्लव हो नहीं किंतु मते लागुची हारिबाटा आंचलिक दल माने भविष्यत रे एक विराट विप्लवर सूचना दौची से विप्लव हब जरूर हब ताकि केही रखि परिबेनी एटा मोर आपन प्रेडिक्शन।